ବୀର ବୈଷ୍ଣବଙ୍କ ଜୀବନଗାଥା ପ୍ରଥମ ଅଧ୍ୟାୟ। ପ୍ରଥମ ସକାଳ। ବୈଶାଖର ଏକ ତେଜୋଦୀପ୍ତ ମଧ୍ୟାହ୍ନ। ଢେଙ୍କାନାଳଗଡ଼ ପ୍ରବଳ ଝାଞ୍ଜି ପବନରେ ସିଝି ଯାଉଥିଲା। ରାସ୍ତାଘାଟ ରୌଦ୍ର ତାପ ଯୋଗୁଁ ଶୂନଶାନ। ଗ୍ରୀଷ୍ମର ପ୍ରକୋପରେ ଲତାଗୁଳ୍ମ ସବୁ ମୁହ୍ୟମାନ। ଗତ 2 ବର୍ଷ ହେଲା ବର୍ଷାର ଠିକ୍ ଠିକଣା ନାହିଁ। ପ୍ରକୃତିର ଏହି ତାଣ୍ଡବ ସାଙ୍ଗକୁ ସହରରେ ବ୍ୟାପିଛି ବସନ୍ତ ଓ ମିଳିମିଳା ରୋଗ। ଘରେ ଘରେ ରୋଗୀମାନଙ୍କର ଭିଡ଼। ପୂର୍ବରୁ ଇନଫ୍ଲୁଏଞ୍ଜାରେ ମରିଥିଲେ ଅନେକ ଲୋକ। ଏବେ ପୁଣି ମୃତ୍ୟୁର ବିଭୀଷିକା ଗଡ଼ର ଆକାଶରେ। ରାଜା ସୁରପ୍ରତାପ ପ୍ରଜାମାନଙ୍କର ଦୁଃଖ ଅପନୋଦନ ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥାନ୍ତି। ଅନେକ ବନ୍ଧ ପୋଖରୀ ଖୋଳା ହେଉଥାଏ। ରାଜା ଦେଶରେ ଡାକ୍ତରଖାନା ଥାଏ, ଦିବାରାତ୍ର ସେବା ତତ୍ପର। ତା ଛଡ଼ା ରାଜ୍ୟସାରା ଗ୍ରାମ ଦେବତୀଙ୍କଠାରେ ମାଜଣା, ଜନ୍ତାଳ ଏବଂ ପାଣିପଣା ପୂଜା ଅର୍ଚ୍ଚନାର ଅନ୍ତ ନଥାଏ। ଏପରି ଅମିତ ତପ୍ତ ଗ୍ରୀଷ୍ମ ସମୟ, ତାହାର ଭୀଷଣ ଆକ୍ରୋଶରେ ଯେମିତି ଅବା ଆକାଶରୁ ନିଆଁ ଗୁଲଗୁଡ଼ାକ ଝୁଣି ପକାଉଛି ମ୍ଳାନ କରୁଣ ମାଟି ଉପରକୁ। ପ୍ରଖର ମଧ୍ୟାହ୍ନରେ ଜୀବନ ବିକଳ, ଅସ୍ଥିର। ଘୋର ନିଦାଘରୁ ପରିତ୍ରାଣ ପାଇଁ ସବୁଠି ତାଟି କବାଟ ପଡ଼ିଯାଇଛି। ରାଜାନଅର ସିଂହଦ୍ୱାର ମଧ୍ୟ ବନ୍ଦ। ଏତେବେଳେ ଭିକ୍ଷା ଦେବ କିଏ? ବୈଷ୍ଣବ ସାଧୁ ଜଣେ ତଥାପି ଏ ନିଦାରୁଣ ବେଳାରେ କେଉଁ କୁଚ୍ଛ୍ର ସାଧନା କଲାପରି ଭିକ୍ଷା ମାଗି ବୁଲୁଥିଲେ। ଲଣ୍ଡିତ ମସ୍ତକ, କପାଳରେ ହରିତିଳକ, ହାତରେ ଜପାମାଳି। ଭିକ୍ଷାଂ ଦେହି ବୋଲି ମଧୁର କଣ୍ଠରେ ସେ ରୌଦ୍ର ଦଗ୍ଧ ଅପରାହ୍ନକୁ ଶବ୍ଦାୟିତ କରୁଥିଲେ। ପ୍ରଲମ୍ବିତ ନିଷାଦତା ଭିତରେ ହଜି ଯାଉଥିଲା ସେଇ ସ୍ୱର। ଶୁଣିବାକୁ କେହି ନଥିଲେ। ପାଣି ଓହଳା ପାହାଡ଼ରୁ ପ୍ରତିଧ୍ୱନି ଶୁଭୁଥିଲା ଭିକ୍ଷାଂ ଦେହି। ଉପର ଗଡ଼ରୁ ଚାଲି ଚାଲି ସେ ପହଞ୍ଚିଲେ ତଳ ଗଡ଼ରେ। ରାସ୍ତା କଡ଼ର ଗୋଟିଏ ବଡ଼ ବଉଳ ଗଛ ସାମ୍ନା ଘର ପାଖରେ ଠିଆ ହେଲେ। ଗୃହସ୍ୱାମୀ ପଦାକୁ ଆସିଲେ। ଗହଳ ଚହଳ ଲାଗିଥିଲା ତାଙ୍କ ଘରେ। ସାଧୁଙ୍କୁ ପ୍ରଣାମ କଲେ ସେ। ପାଣି ଟୋପେ ପିଇବାକୁ ମିଳିବ ବାବା? ଶୋଷରେ ତଣ୍ଟି ଶୁଖି ଯାଉଛି। ଆସନ୍ତୁ ମହାରାଜ। ଗୃହସ୍ୱାମୀ ଖୁସି ଥିଲେ। ଦାଣ୍ଡପିଣ୍ଡାରେ ବସାଇଲେ ସାଧୁଙ୍କୁ। କଟା ପଇଡ଼ ଯୋଡ଼ିଏ ଆଣି ଥୋଇଲେ ସାଧୁଙ୍କ ଉଦ୍ଦେଶ୍ୟରେ। ସାଧୁ ଜଣକ ପ୍ରସନ୍ନ ଦିଶିଲେ। ମଧୁର ଜଳପାନ ପ୍ରାଣକୁ ଶାନ୍ତ କଲା। ତାପରେ ସେ ଆକାଶକୁ ଚାହିଁ ରହିଲେ କିଛି ସମୟ। କ'ଣ ଦେଖୁଛନ୍ତି ମହାରାଜ? 2 ବର୍ଷ ହେଲା ବର୍ଷା ଠିକ୍ ହେଉନାହିଁ। ସଂସାର କ'ଣ ରହିବ ନାହିଁ? ଆକାଶକୁ ଦେଖୁଛି। ଗୃହସ୍ୱାମୀ ସାଧୁ ପଟ୍ଟନାୟକ କିଛି ବୁଝିପାରିଲେ ନାହିଁ। ଆକାଶରେ ଧୂମକେତୁ, ଘୋର ଅଶୁଭ ଶକୁନ। ରାଜ୍ୟର ରାଜାଙ୍କର ପ୍ରାଣହାନି ହେବ। ଭୀଷଣ ଗଣ୍ଡଗୋଳ ଲାଗି ରହିବ। ଅରାଜକତାର ବିଷଜ୍ୱାଳାରେ ଘାଣ୍ଟି ହେବେ ରାଜା, ପ୍ରଜା, ସଂସାର ଯାକ। ସାଧୁଙ୍କର ଏ କଥା ଶୁଣି ସାଧୁ ପଟ୍ଟନାୟକ କହିଲେ, ରାଜା ତ ଋଷି ପ୍ରତିମ ଲୋକ। ତାଙ୍କର ଏପରି ସର୍ବନାଶ ହେବ କାହିଁକି? ଲୋକମାନେ ତ ସରଳ, ଧର୍ମଭୀରୁ। ସବୁ ପ୍ରାରବ୍ଧ ବାବା, ସବୁ ପ୍ରାରବ୍ଧ। ସେ ତ ଯିବେ, ତାଙ୍କର ଉତ୍ତରାଧିକାରୀ ଭୋଗିବେ ତାଙ୍କର କର୍ମଦୋଷ। ଜାଲରେ ପଡ଼ିଥିବା ହରିଣ ହରିଣୀ ବନ୍ଧନ ଛିଣ୍ଡେଇ ବାହାରକୁ ବାହାରିବା ପାଇଁ ଯେପରି ଛଟପଟ ହୁଅନ୍ତି, ପ୍ରଜାମାନଙ୍କର ହେବ ସେହିପରି ଦଶା। ଘୋର ଅଶାନ୍ତି ଆସୁଛି, ଘୋର ଅଶାନ୍ତି। ଗୃହସ୍ୱାମୀ ଆପଣାର ସଦ୍ୟଜାତ ପୁତ୍ରଟି କଥା ଭାବି ଚିନ୍ତିତ ହୋଇପଡ଼ିଲେ। ସାଧୁ ମହାରାଜ ଭବିଷ୍ୟତବେତ୍ତା ଭଳି କହିଲେ, ତୁମର ଆଜି ପୁତ୍ର ସନ୍ତାନଟିଏ ଜନ୍ମ ହୋଇଛି। ତା ମୁଁ ଜାଣେ। ଆଜିକୁ 24 ବର୍ଷ ପରେ ରାଜ୍ୟରେ ଗୋଟିଏ ପ୍ରଚଣ୍ଡ ଝଡ଼ ସୃଷ୍ଟି ହେବ। ଆଉ ତୁମର ଏ ପୁତ୍ରଟି ସେଇ ଝଡ଼ରେ ହଜିଯିବ। ମହାରାଜ, ଭୟ କର ନାହିଁ। ଚିରଦିନ ପାଇଁ ହଜିଯିବ ନାହିଁ ସେ। ଆୟୁଷ୍ମାନ ଓ ଯଶସ୍ୱୀ ହୋଇ ସେ ଫେରିଆସିବ ତୁମ ପାଖକୁ। ସେ ଦୀର୍ଘାୟୁ ହେବ, ଖ୍ୟାତିଲାଭ କରିବ। 1914 ମସିହା
ଏପ୍ରିଲ ମାସ 29 ତାରିଖ। ଢେଙ୍କାନାଳ ସହରର ତଳଗଡ଼ ନିବାସୀ ସାଧୁଚରଣ ପଟ୍ଟନାୟକଙ୍କର ସୁପତ୍ନୀ ରମ୍ଭାଦେବୀଙ୍କର ପଞ୍ଚମ ଗର୍ଭରୁ ସେଦିନ ଜନ୍ମ ହୋଇଥିଲା ପୁତ୍ର ସନ୍ତାନଟିଏ। ତାର ଡାକ ନାମ ହେଲା ଗୁଣ୍ଡୁରି। ସାଧୁଚରଣଙ୍କ ଘରେ ପହଞ୍ଚି ଶିଶୁଟିର ରହସ୍ୟମୟ ଭବିଷ୍ୟ ବିଷୟରେ ସୂଚନା ଦେଇଥିବା ବାବାଜୀଙ୍କ ସ୍ମୃତିରେ ତାର ନାମକରଣ କରାଗଲା ବୈଷ୍ଣବ ଚରଣ। ପଞ୍ଚଦଶ ଶତାବ୍ଦୀ ପରଠାରୁ ଓଡ଼ିଶାରେ ବୈଷ୍ଣବ ଧର୍ମର ମହାପ୍ଲାବନ ଆରମ୍ଭ। ଗୌଡ଼ୀୟ ବୈଷ୍ଣବ ଧର୍ମର ରାଗାନୁଗା ଭକ୍ତି ଭାବରେ ରାଜା ପ୍ରତାପରୁଦ୍ରଙ୍କଠାରୁ ସାଧାରଣ ପ୍ରଜା ଯାଏଁ ସମସ୍ତେ ତନ୍ମୟ ହୋଇଯାଇଥିଲେ। ଉତ୍କଳୀୟ ବୈଷ୍ଣବ ଧର୍ମର ଜ୍ଞାନମିଶା ଭକ୍ତିମାର୍ଗ ଲୀନ ହେବାକୁ ବସିଲା। ପ୍ରେମ ଭକ୍ତିର ମହାପ୍ଲାବନରୁ ଜ୍ଞାନମାର୍ଗକୁ ମୁକ୍ତ ରଖିବା ପାଇଁ ଅନେକ ସାଧୁ ସନ୍ନ୍ୟାସୀ ପୁରୀ ପରିତ୍ୟାଗ କରି ଓଡ଼ିଶାର ଆଭ୍ୟନ୍ତର ଅଞ୍ଚଳର ଗିରିକନ୍ଦର ଓ ଗୌଡ଼ଜାତର ଘୋର ଅରଣ୍ୟାନୀ ମଧ୍ୟକୁ ଚାଲି ଆସୁଥିଲେ। କର୍ମ ଓ ଭକ୍ତି ଯୋଗର ସାଧନା ପାଇଁ ଢେଙ୍କାନାଳ ଗଡ଼ଜାତରେ ମଠ ମନ୍ଦିର ପ୍ରଭୃତି ଗଢ଼ି ଉଠିଲା ପ୍ରାୟ ଏହି ସମୟରୁ। ପରବର୍ତ୍ତୀ କାଳରେ ଅଷ୍ଟାଦଶ ଶତାବ୍ଦୀର ପ୍ରାରମ୍ଭରୁ ଊନବିଂଶ ଶତାବ୍ଦୀ ଭିତରେ ଢେଙ୍କାନାଳଗଡ଼ରେ ଏ ରାଜ୍ୟର ଅନ୍ୟତ୍ର ବହୁ ବୈଷ୍ଣବ ପୀଠ ପ୍ରସିଦ୍ଧି ଲାଭ କଲା। ସାଧୁଚରଣ ବୈଷ୍ଣବ ଧର୍ମ ବିଶ୍ୱାସୀ ଥିଲେ। ବଡ଼ ପୁଅର ନାମ ଦେଇଥିଲେ ଭକ୍ତଚରଣ, ଦ୍ୱିତୀୟ ପୁତ୍ରର ନାମ ଉଦୟଚରଣ ଓ ତୃତୀୟ ପୁତ୍ରର ନାମ ରଖାହେଲା ବୈଷ୍ଣବ ଚରଣ। ବୈଷ୍ଣବଙ୍କୁ ଗେହ୍ଲାରେ ସମସ୍ତେ ଡାକୁଥିଲେ ଗୁଣ୍ଡୁରି। ଏ ଅଞ୍ଚଳରେ ଅତୀତରେ ନାଥ ଧର୍ମର ପ୍ରସାର ଲାଭ କରିଥିଲା। ନାଥ ଯୋଗୀ କାହ୍ନୁପାଦ, ହାଡ଼ିପାଦ ଓ ଗୁଣ୍ଡୁରିପାଦଙ୍କ ନାମ ଅନୁସାରେ ଅନେକ ଶିଶୁଙ୍କୁ କାହ୍ନୁପା, ହାଡ଼ପା ଓ ଗୁଣ୍ଡୁରି ବୋଲି ବାପା ମା ଡାକୁଥିଲେ। କଳା ମିଚମିଚ ଚଳଚଞ୍ଚଳ ଏ ଶିଶୁଟି ଗୁଣ୍ଡୁରି ଚଢ଼େଇ ପରି ଘର ଅଗଣାରେ ଧୂଳି ଧୂସର ହୋଇ ଖେଳି ବୁଲୁଥିଲା।